ଅନେକ ଲୋକଙ୍କ କମେଣ୍ଟ ରହିଛି କି ଫ୍ରେଣ୍ଡସ୍ ସୁଭଦ୍ରା ଯୋଜନା ଟଙ୍କା କେବେ ମିଳିବ? ତ ଫ୍ରେଣ୍ଡସ୍ ମୁଁ ଆପଣମାନଙ୍କୁ ଜଣେଇଦେବାକୁ ଚାହୁଁଛି କି ଯେମିତିକି ଆପଣମାନେ ମଧ୍ୟ ଜାଣିଥିବେ କି ଆପଣମାନଙ୍କୁ ମାର୍ଚ୍ଚ 8 ତାରିଖ ଦିନ ମିଳିଥିଲା ଯେଉଁଟାକି ବିଶ୍ୱ ମହିଳା ଦିବସ ଥିଲା ଏବଂ ଆପଣମାନଙ୍କୁ ତାର ପରବର୍ତ୍ତୀ କିସ୍ତି ଆପଣମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ମିଳିବାକୁ ଯାଉଛି। ତ ଯେଉଁମାନେ ବି ଆପ୍ଲାଏ କରିଥିଲେ ନିଶ୍ଚିତ ଭାବେ ଏଥର ଟଙ୍କା ପାଇଯିବେ। ଏବଂ ଯେଉଁମାନେ ନୂତନ ଭାବେ ଆପ୍ଲାଏ କରିଥିଲେ ତ ଫ୍ରେଣ୍ଡସ୍ ସେମାନଙ୍କ ପାଇଁ ମଧ୍ୟ ଗୁଡ୍ ନ୍ୟୁଜ୍ ଅଛି କି ଆପଣମାନଙ୍କ ଭେରିଫିକେସନ୍ଟି କମ୍ପ୍ଲିଟ୍ ହୋଇସାରିଛି ଏବଂ ଆପଣମାନେ ମଧ୍ୟ ବହୁତ ଜଲ୍ଦି ଆପଣମାନଙ୍କ ଟଙ୍କାଟି ପାଇବାକୁ ଯାଉଛନ୍ତି। ଯେଉଁମାନେ ବି ଆପ୍ଲାଏ କରିଥିଲେ ସେମାନେ ନିଶ୍ଚିତ ଭାବେ ଟଙ୍କା ପାଇବେ। ଏବଂ ଫ୍ରେଣ୍ଡସ୍ ମାନେ ଆପଣମାନେ ମନେ ରଖନ୍ତୁ କି ଏହା ଆପଣମାନଙ୍କ ରାକ୍ଷୀ ପୂର୍ଣ୍ଣିମା ଦିନ ହିଁ ଆପଣମାନଙ୍କ ଯେଉଁ ଡେଟ୍ ରହିବ ସେହି ଡେଟ୍ରେ ହିଁ ଆପଣମାନେ ଟଙ୍କା ପାଇବେ। କାରଣ ଫ୍ରେଣ୍ଡସ୍ ଏହି ଡେଟ୍ଟି ଆଗରୁ ମଧ୍ୟ ଘୋଷଣା ହୋଇସାରିଛି କି ବର୍ଷକୁ ଦୁଇଥର ଆପଣମାନଙ୍କ ମହିଳା ଦିବସ ଯେଉଁଟା ରହିଛି ଏବଂ ଆଉ ଗୋଟେ ରହିଛି ଆପଣମାନଙ୍କ ରାକ୍ଷୀ ପୂର୍ଣ୍ଣିମା। ତ ଆପଣମାନେ ନିଶ୍ଚିତ ଭାବେ ସେହି ମାସରେ ଆପଣମାନଙ୍କ ଟଙ୍କା ପାଇଯିବେ। ତ ମୋଟ ଆପଣମାନଙ୍କୁ ଆଉ ଗୋଟେ ମାସ ପରେ ହିଁ ଆପଣମାନଙ୍କ ଟଙ୍କାଟେ ମିଳିବାକୁ ଯାଉଛି। ତ ଯେଉଁମାନଙ୍କ ଯେତେ ଟଙ୍କା ପେଣ୍ଡିଂ ଥିଲା ସେ ସବୁ ଆପଣମାନଙ୍କୁ ଟଙ୍କା ମିଳିଯିବ ଏବଂ ଯେଉଁମାନେ ନୂତନ ଭାବେ ଆପ୍ଲାଏ କରିଥିଲେ ସେମାନଙ୍କୁ 5,000 ଟଙ୍କା ମିଳିବ। ତ ଫ୍ରେଣ୍ଡସ୍ ଆପଣମାନେ ମନେ ରଖନ୍ତୁ କି ଯେଉଁମାନଙ୍କ ଧରିନିଅନ୍ତୁ ଗୋଟେ ଦୁଇଟି କିସ୍ତି ଟଙ୍କା ପାଇଥିଲେ କିନ୍ତୁ ତାଙ୍କ ରିଜେକ୍ଟ ହେଇଯାଇଥିଲା କିନ୍ତୁ ସେମାନେ ଯଦି ସଂଶୋଧନ କରିସାରିଥିବେ ତେବେ ସେମାନଙ୍କୁ ମଧ୍ୟ ପୁରା ଟଙ୍କା ଆପଣମାନଙ୍କ ମିଳିଯିବ ଯେଉଁଟାକି ଯେତେ ମଧ୍ୟ କିସ୍ତି ଦୁଇଟି ତିନିଟି ଚାରିଟି ଯେତେ କିସ୍ତି ପେଣ୍ଡିଂ ଥିଲେ ମଧ୍ୟ ସବୁ କିସ୍ତି ଟଙ୍କାଟି ଦେବେ ସରକାର। ତ ଯଦି ଆପଣଙ୍କ ପରିବାରରେ ମଧ୍ୟ କେହି ଆପ୍ଲାଏ କରିଥିବେ ଏବଂ ଆପଣମାନେ ବାଦ୍ ପଡ଼ିଯାଇଥିଲେ ତ ନିଶ୍ଚିତ ଭାବେ ଏଥର ଆପଣମାନଙ୍କ ଟଙ୍କା ମିଳିଯିବ। ତ ଫ୍ରେଣ୍ଡସ୍ ମାନେ ଦେଖନ୍ତୁ ସୁଭଦ୍ରା ଯୋଜନାକୁ ନେଇ ଅନେକ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଉଥିବେ ଆପଣମାନଙ୍କୁ ଏହି ଦିନ ମିଳିବ ସେଦିନ ମିଳିବ। ସେମିତି କିଛି ନାହିଁ ଆପଣମାନେ ଡେଟ୍କୁ ମନେ ରଖନ୍ତୁ କି ଆପଣମାନଙ୍କ ଗୋଟେ ହେଉଛି ମାର୍ଚ୍ଚ 8 ତାରିଖ ଏବଂ ଆଉ ଗୋଟେ ହେଉଛି ଆପଣମାନଙ୍କ ଯେଉଁଟାକି ରାକ୍ଷୀ ପୂର୍ଣ୍ଣିମା ଯେଉଁ ଦିନ ଥିବ ସେଦିନ ହିଁ ଆପଣମାନଙ୍କୁ ସରକାର ଯୋଗାଇ ଦେବେ ଟଙ୍କା। ତ କେତେ ଟଙ୍କା ମିଳିବ ବୋଲି ଲୋକଙ୍କ କମେଣ୍ଟ ରହୁଛି। ତ ଫ୍ରେଣ୍ଡସ୍ ଦେଖନ୍ତୁ ଆପଣଙ୍କୁ 5,000 ଟଙ୍କା ହିଁ ମିଳିବ ଏବଂ ଯାହାଙ୍କ ରିଜେକ୍ଟ ହେଇଥିଲା ମୁଁ ଯେମିତି କହିଲି କି ସେମାନଙ୍କ ଯଦି ସଂଶୋଧନ କରିଥିବେ ତେବେ ତାଙ୍କ ଦୁଇଟି ବା ତିନିଟି ଯେତେ କିସ୍ତି ଥିଲେ ମଧ୍ୟ ତାଙ୍କ ଆପ୍ରୁଭାଲ୍ ହୋଇଯିବ ଏବଂ ସେମାନଙ୍କ ଟଙ୍କା ଆସିଯିବ। ଫ୍ରେଣ୍ଡସ୍ ଏଠାରେ ଆପଣମାନେ କେଉଁମାନଙ୍କ କଟିବ ମୁଁ କହି ରଖୁଛି ଆଉ ଗୋଟେ କଥା ଯେଉଁମାନେ ଏପର୍ଯ୍ୟନ୍ତ ଆଧାର ସେଡ଼ିଂ କରିନାହାନ୍ତି ବା ଏନପିସିଆଇରେ ରିଜେକ୍ଟ ଲିଷ୍ଟରେ ତାଲିକା ଅଛନ୍ତି ସେମାନଙ୍କ ନିଶ୍ଚିତ ଭାବେ କଟି ସାରିଛି। ତ ଫ୍ରେଣ୍ଡସ୍ ଆପଣମାନେ ମନେ ରଖନ୍ତୁ ଏବଂ ଆପଣମାନଙ୍କ ପାଖରେ ଯେଉଁ ଡିବିଟି ଲିଙ୍କଟି କରିନିଅନ୍ତୁ ଆପଣମାନଙ୍କ ବ୍ୟାଙ୍କକୁ ଯାଇ ଏବଂ ଆପଣ ଆଧାର ସେଡ଼ିଂ କରି ନେବେ ଯାହାଦ୍ୱାରା କି ଆପଣମାନଙ୍କ ଟଙ୍କାଟି ଆପଣମାନେ ପାଇପାରିବେ ଏବଂ ଏହି ଟଙ୍କାଟି ଆପଣମାନଙ୍କ ରାକ୍ଷୀ ପୂର୍ଣ୍ଣିମା ଦିନ ହିଁ ଆପଣମାନଙ୍କ ସରକାର ଯୋଗାଇ ଦେବେ। ତ ଫ୍ରେଣ୍ଡସ୍ ଆପଣମାନେ ମଧ୍ୟ ଯଦି ଆପ୍ଲାଏ କରିଥିଲେ ବା ଆପଣଙ୍କ ପରିବାରରେ ମଧ୍ୟ କେହି ଆପ୍ଲାଏ କରିଥିଲେ ତ ନିଶ୍ଚିତ ଭାବେ ଏହି ଟଙ୍କାଟି ଆପଣମାନେ ପାଇବାକୁ ଯାଉଛନ୍ତି। ତ ଫ୍ରେଣ୍ଡସ୍ ମାନେ ଆପଣମାନେ ଗୋଟେ କଥା ଧ୍ୟାନ ରଖିବେ ଏଠାରେ କି ଯେଉଁମାନେ ମଧ୍ୟ ଆପ୍ଲାଏ କରୁଛନ୍ତି ସବୁଙ୍କ ଆପ୍ରୁଭାଲ୍ ହୋଇସାରିଛି ଏବଂ ସମସ୍ତଙ୍କ ଟଙ୍କା ମିଳିବାକୁ ଯାଉଛି। ତେବେ ଆପଣ ବି ଯଦି ଆପ୍ଲାଏ କରିଥିଲେ ତ ନିଶ୍ଚିତ ଭାବେ ଆପଣମାନଙ୍କ ଟଙ୍କା ମଧ୍ୟ ମିଳିବାକୁ ଯାଉଛି। ତ ଆପଣଙ୍କୁ ମଧ୍ୟ ମିଳିବା ଟଙ୍କା। ଏବଂ ଫ୍ରେଣ୍ଡସ୍ ଆଉ ଗୋଟେ କଥା ମୁଁ ଏଠାରେ କହି ରଖୁଛି ଯେଉଁମାନଙ୍କ ରିଜେକ୍ଟ ହେଇଛି ସେମାନେ କ'ଣ କରିବେ? ତ ଯଦି ଆପଣଙ୍କ ରିଜେକ୍ଟ ହେଇସାରିଛି ତ ଆପଣ କ'ଣ କରିବେ ନା ଆପଣଙ୍କ ପାଖରେ ଯେଉଁ ଅଛି ଯେଉଁ ସୁଭଦ୍ରା ଅଫିସଟି ଅଛି ପ୍ରତ୍ୟେକ ବ୍ଲକରେ ଅଛି ତ ଫ୍ରେଣ୍ଡସ୍ ଆପଣ ସେ ବ୍ଲକକୁ ଯିବେ ଏବଂ ଆପଣମାନେ ଭଲ ଭାବେ ବୁଝିପାରିବେ କି ମୁଁ ଆଉ ପାଇବି କି ନାହିଁ ବା କ'ଣ କଲେ ମୋତେ ମିଳିବ। ତ ଫ୍ରେଣ୍ଡସ୍ ଆପଣ ଏହା ମଧ୍ୟ ଜାଣିପାରିବେ କି ଆପଣ କ'ଣ ପାଇଁ ଆପଣଙ୍କ ରିଜେକ୍ଟ ହେଇସାରିଛି ଯେମିତି ଆଗର ଭିଡ଼ିଓରେ ମଧ୍ୟ କହିସାରିଛି କି ଆପଣମାନେ ପ୍ରଥମେ ତ ଆପଣମାନଙ୍କ ସୁଭଦ୍ରା ଯୋଜନା କାଗଜକୁ ଚେକ୍ କରି ଦିଅନ୍ତୁ। କେମିତି ଚେକ୍ କରିବେ ତାହା ମଧ୍ୟ ଆମେ ଭିଡ଼ିଓ କରିଦେଇଛୁ ଆପଣ ସେ ଭିଡ଼ିଓ ଦେଖି ମଧ୍ୟ ଜାଣିପାରିବେ ଏବଂ ତାହା ଚେକ୍ କଲା ପରେ ହିଁ ଆପଣମାନେ ସେ ସୁଭଦ୍ରା ଅଫିସକୁ ଯାଇକରି ଆପଣମାନେ କମ୍ପ୍ଲେନ୍ କରିପାରିବେ ବା ଅଭିଯୋଗ ଦାଖଲ କରିପାରିବେ ଅନଲାଇନରେ ମଧ୍ୟ ସେଇଟା ରହୁଛି। ଫ୍ରେଣ୍ଡସ୍ ତାପରେ ଯେ ଆପଣମାନଙ୍କ ସଂଶୋଧନ କରିଦିଆଯିବ ଏବଂ ଯଦି ଆପଣ ପାଇବା ଯୋଗ୍ୟ ଥିବେ ତେବେ ଆପଣମାନଙ୍କୁ ନିଶ୍ଚିତ ଭାବେ ଯୋଗାଇ ଦେବେ ଏବଂ ଯଦି ଆପଣ ପାଇବା ଯୋଗ୍ୟ ନଥିବେ ତେବେ ଆପଣମାନଙ୍କୁ ଯୋଗାଇବେ ନାହିଁ ଟଙ୍କା ତେବେ ଆପଣମାନେ ମନେ ରଖନ୍ତୁ। ଏହା ଥିଲା ଫ୍ରେଣ୍ଡସ୍ ଆଜିର କିଛି ସୁଭଦ୍ରା ଯୋଜନା ରିଲେଟେଡ୍ ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଆପଣମାନଙ୍କ ସାଙ୍ଗମାନଙ୍କ ମଧ୍ୟରେ ଭିଡ଼ିଓକୁ ନିଶ୍ଚିତ ଭାବେ ସେୟାର କରି ଦିଅନ୍ତୁ। ଧନ୍ୟବାଦ ପୁଣି ଦେଖା ହେବା ନୂଆ ଏବଂ ଫ୍ରେଶ୍ ଟପିକ୍।